ଜାରକା ସ୍ଥିତ ଇନର ହୁଇଲ କ୍ଲବ ପକ୍ଷରୁ ବିଶ୍ୱ ମହିଳା ଦିବସ ସ୍ଥାନୀୟ ଧର୍ମଶାଳା ମହିଳା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ସଭାନେତ୍ରୀ ଲୋପାମୁଦ୍ରା ସେନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପକୁଳପତି ଡକ୍ଟର କୁମରବର ଦାସ ଯୋଗଦେଇ ଜୀବନର ମାର୍ଗ ଭୁଲ ହୋଇଗଲେ ଲକ୍ଷ୍ୟ ମରିଚିକା ପାଲଟିଯାଏ। ଗୋଟିଏ ଛାତ୍ର ବା ଛାତ୍ରୀ ଯଦି ଠିକ୍ ଥାଏ ତେବେ ଶ୍ରେଣୀକକ୍ଷ ଠିକ୍ ହୋଇଯାଏ। କାରଣ ଶିକ୍ଷକଟିଏ ପାଠ ଓ ସମୟରେ ଠକିପାରେ ନାହିଁ ବୋଲି ଉପସ୍ଥିତ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପିଙ୍ଗୁଆ ଜଗନ୍ନାଥ ଜିଉ କଲେଜର ଅଧ୍ୟାପିକା ରଶ୍ମିବାଳା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଇନ୍ଦୁପ୍ରଭା ସାମଲ ଯୋଗଦେଇ ପୁରାଣରେ ନାରୀଙ୍କ ସାହସ ଓ ସ୍ୱାଭିମାନ ଏବଂ ସାମ୍ପ୍ରତିକ ସମୟରେ ଭାରତୀୟ ନାରୀଙ୍କ ଭୂମିକା ସମ୍ପର୍କରେ ବିଭିନ୍ନ ନାରୀଙ୍କ ଉଦାହରଣ ଦେଇ ଉପସ୍ଥିତ ଛାତ୍ରୀଙ୍କୁ ସ୍ୱୟଂସିଦ୍ଧା ହେବା ପାଇଁ ପରାମର୍ଶ ଦେଇଥିଲେ। ଶକୁନ୍ତଳା ମହାନ୍ତି, ଶୁଭଲକ୍ଷ୍ମୀ କର, ଅର୍ଚ୍ଚନା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ତିନି ଅତିଥିଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ପିପି ମିନତି ସାହୁ ସ୍ୱାଗତ ସଙ୍ଗୀତ ଓ ମାଧୁରୀ ଶତପଥୀ ଶ୍ଲୋକ ପାଠ କରିଥିଲେ। ପିପି କଳ୍ପନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରୋଟାରୀ ଓ ଇନର ହୁଇଲ କ୍ଲବର ସଦସ୍ୟଙ୍କ ସମେତ ଛାତ୍ରୀମାନେ ଉପସ୍ଥିତ ଥିଲେ।